ତଳକୁ ଯାଉ ତଳକୁ ଯାଉ ରଖିଥିଲ ମୁଁ ଦେଖିଛି ସାଙ୍ଗେ ସାଙ୍ଗେ ପକେଇଲା ଆପଣ ହେଲା ମାନେ ମିଛ କହିବ 5,000 ଟଙ୍କା ଫାଇନ୍ କରିବି ବାସ୍ ମିଛ କୁହନି ସିଗାରେଟ୍ ଫାଇନ୍ କୋଉଠି ଛଣା ହେଉଛି କୋଉଠି ଖୋଲା ଲୋକ ଖାଇବେ अरे बाबू रे रखुଛ କୋଉଠି ଚୋପା ଏଇଠି ବସ୍ତାରେ ଅଛି ଗାଈ ଖାଇଲା ବେଲା ନଉଛନ୍ତି ଗାଈ ନଉଛୁ ତ ପକେଇ ଯାଉ ନା ତ ଜମା ଏଠି ପକେଇବୁନି ଗାଈ ଖାଇଲା ବେଲା ଡେଲି ଆସି ଏଇଠି ବସ୍ତାରେ ଇଏ କାଇଁ ଏଇଠି ଆମର ଯେହେତୁ ପାର୍ବଣ ଋତୁ ଆରମ୍ଭ ହେବାକୁ ଯାଉଛି ଗଣେଶ ପୂଜା ବି ଆରମ୍ଭ ହେଲା ଯେହେତୁ ଅୟ ଆରମ୍ଭ ଏ ପର୍ବର ତେଣୁ ସେହି ପରିପ୍ରେକ୍ଷୀରେ ଆମର ବିଭିନ୍ନ ଛୋଟ ବଡ଼ ଠୁ ଆରମ୍ଭ କରି ବିଭିନ୍ନ ଖାଦ୍ୟ ପ୍ରସ୍ତୁତକାରୀଙ୍କୁ ଆମେ ଚେକ୍ କରୁଛୁ ଦୁଇଟା ପାର୍ଟରେ ଆମେ ଚେକ୍ କରୁଛୁ ଗୋଟେ ହେଲା ଆମର ଗୋଟେ ଲାଇସେନ୍ସ ଆଉ ଗୋଟେ ହେଲା ସାନିଟେସନ୍ ଯେଉଁଟା କ୍ୱାଲିଟି କଲର୍ ମିଶାଇବେନି ଯେଉଁ ସାନିଟେସନ୍ ଆଉ ଇଏ ଉପରେ ଦୁଇଟା ପାର୍ଟ ଉପରେ ଆମେ ଚେକ୍ ପ୍ରାଧାନ୍ୟ ଦେଉଛୁ ଏବଂ ସେଥିରେ ଯିଏ ବ୍ୟତିକ୍ରମ କରୁଛନ୍ତି ଆମର ଫାଇନ୍ କରାହେଉଛି ଏବଂ ଦରକାର ପଡ଼ିଲେ ମଧ୍ୟ ସିଲ୍ କରାହେବ। ନାଇଁ ନାଇଁ ଦେଖନ୍ତୁ ଆପଣମାନେ ଗଲା ବର୍ଷ ମଧ୍ୟ ଦେଖିଥିବେ କୌଣସି ବଡ଼ ଦୋକାନ ଛାଡ଼ ପାଇନଥିଲେ ଛୋଟଠୁ ବଡ଼ ହୋଟେଲ ଯାଏ ଆପଣ ଯାହା ନାଁ ବି ନିଅନ୍ତୁ ସମସ୍ତେ ସ୍କାନରରେ ଆସିଥିଲେ ସମସ୍ତେ ମଧ୍ୟ ଫାଇନ୍ ଦେଇଥିଲେ ଯାହା ବି ହେଲେ ଯଦି ଆମେ ଚେକିଂ କରୁ ନିଶ୍ଚିନ୍ତ ବାହାରିବ ତେଣୁ ଆମେ ଫାଇନ୍ ମଧ୍ୟ ସେ ଦେଇଥିଲେ ତେଣୁ ଏ ବର୍ଷ ମଧ୍ୟ ଆପଣମାନେ ଦେଖିବେ ନିଶ୍ଚିନ୍ତ ଭାବରେ ଫାଇନ୍ ହେବ। କାଚ ଗୋଟେ କରୁ କାଚ ମାର ଏଇ କାଚ ମାର लाइसेंस देखा बिल देखा लाइसेंस सब बिल देखा लाइसेंस देखा बिल देखा कौन नवा में चिंतु करे एटा कौन नवा ହାତରେ ଉଠେଇ ଦେଖ देखो ये स्मेल है ये टाइट ଏପଟେ ଲାଇଟ୍ ମାର ନା ସାର୍ ଏଠି ଶୁଣିଲେ एटा सब रे अपन ନିଜେ କରୁ एटा मैडम देखो ମାସି ମାର ଦେ ତା ଭିତରେ କିଛି ମାର ନାହିଁ ତ बिल बिल ଆଉ କେନ ନେଇ ଆସୁଛ ବିଲ୍ ନାହିଁ ମାନେ ଆମେ ନଷ୍ଟ କରିବୁ ଏ ଫକଡା ଏ ଚାଲ ତିନାଥ ଧର ଲାଇଟ୍ଟା ପକେଇଲ ନିଅ 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 ଏରା ନିଅ ଫାଇନ୍ କର ପୁରା ଧର ସେ ଗାଡ଼ି ଦେବ ଗାଡ଼ି ଗୋଟେ ସବୁ ତମେ ବାବା ଫ୍ରେଶ ଆଣିବ ବିଲ୍ ରଖିବ ପାଣି ନାହିଁ ଲାଇସେନ୍ସ ଦେଖା ଲାଇସେନ୍ସ ଆଣୁଛନ୍ତି କୁଆଡ଼େ ଅଛି ଲାଇସେନ୍ସ ଏ ଫାଇନ୍ ପକା ସବୁ ବିଲ୍ କ'ଣ ମୋବାଇଲରେ କ'ଣ ହେଲା ସ୍ୱାସ୍ଥ୍ୟ ବିଭାଗ ଯାଞ୍ଚ କଲେ କ'ଣ କହିଲେ କ'ଣ ଦେଖିଲେ ଆସିକି ପହଞ୍ଚିଲେ ହଠାତ୍ ପହଞ୍ଚିଲେ ଆମକୁ ଫୁଲ୍ ଲାଇସେନ୍ସ ମାଗିଲେ ମୋର ଆଜ୍ଞା ସେଠି ବେପାର ସର୍ବତ ଦୋକାନ ହୁଏ ସର୍ବତ ଦୋକାନ ଲାଇସେନ୍ସଟା ଅଛି ଯେହେତୁ ସିଝା ମକା ଆମେ ବିକୁଛୁ ତା ବିଷୟରେ କିଛି ଲାଇସେନ୍ସ ମିଳିବ ଆମେ ଆମର କିଛି ଇଏ ନାହିଁ ଧାରଣା ନାହିଁ ଇଏ ଆସିକି କହିଲେ ଯେ ଆପଣଙ୍କର ସିଝା ମକା 6 ମାସର ଆଜ୍ଞା ଚାଷୀ ତ ତୋଇଲେ ରାତିରେ ସକାଳେ 17 ବିକିଲା ଆମେ କିଣି ବିକିଲୁ ସିଝା ମକା 6 ମାସର କେଉଁଠି ଆଜ୍ଞା ରହିଲା କେମିତି ଜାଣିଲେ 6 ମାସର କିଛି ବେଶୀ ତ ଜାଣେ ତୁ କହିଲେ ଆପଣ ବିଲ୍ ଦେଖାନ୍ତୁ ମକା ଆଜ୍ଞା କେଉଁଠି ବିଲ୍ ଦେଖାଯାଏ କୁହନ୍ତୁ ମକାରେ କେଉଁଠି ବିଲ୍ ଦେଖାଯାଏ କି ଦେଖାଯାଏନି ଜବରଦସ୍ତ କରିକି ଗଲି ଜିନିଷ ଫୋପାଡ଼ି ଦେବୁ ନେଇଯିବୁ ଇଏ କରିବୁ ଗରିବ ଲୋକ ହଇରାଣ କରିବା ପାଇଁକା ଘଟା ମ୍ୟୁନିସିପାଲି ସେମ୍ ছিল ଏଇ ଗୋଟେ ଇଏ ଆଉ ଆଗକୁ ପ୍ରଭାବ ଆଉଛି ଜାଣିକି ଆପଣମାନେ ସବୁ ଛୋଟ ଦୋକାନ ଜାଣିକି ହଇରାଣ କରୁଛନ୍ତି ବଡ଼ ଦୋକାନକୁ ଛାଡ଼ିକି ତାଙ୍କୁ ଟିକେ ପଇସା ପତ୍ର ପୂଜା ପାଇଁ ଦରକାର ସବୁ ପୂଜା ଉପରେ ପକେଟ ଗରମ ହେବା ଦରକାର ମାନେ ଯଦି କରୁଛନ୍ତି ଠିକ୍ ଅଛି କରନ୍ତୁ ଭଲ ନାହିଁ ଛୋଟ ସବୁ ଦୋକାନ କରନ୍ତୁ ବଡ଼ ବଡ଼ ହୋଟେଲ ମାନେ କରନ୍ତୁ ସେମାନେ କ'ଣ ବଡ଼ ବଡ଼ ହୋଟେଲ ମାନେ ଯାଉଛନ୍ତି 5,000 ଫାଇନ୍ କାଟିଲେ 50,000 ପ୍ୟାକେଟ୍ ପଡ଼ିଲା ଆଜ୍ଞା ଡେଲି ଦେଖନ୍ତୁ ଟିଭିରେ ଆପଣଙ୍କର ଦେଖିବେ ଡେଲି ବଡ଼ ବଡ଼ ଅଫିସର ଧରନ୍ତି କାହାର 10ଟା ବିଲ୍ଡିଂ କାହାର 8ଟା ବିଲ୍ଡିଂ ଏମାନେ ସବୁ ଆଣୁଛନ୍ତି କେଉଁଠୁ ପଇସା ଏଇ ଲୋକମାନେ ସବୁ ନେଇକି ଦେଉଛନ୍ତି ଛୋଟ ଲୋକଙ୍କୁ ଧରିବେ ଛୋଟ ମାଛକୁ ଧରିକି ମିଡ଼ିଆରେ ଦେଖେଇବେ ବଡ଼ ଲୋକଙ୍କୁ ଛାଡ଼ିବେ ତାଙ୍କର କାମ ହେଲା ଲାଇସେନ୍ସ କହିଲେ ବିଲ୍ କହିଲେ ଆଉ କ'ଣ କହିଲେ ଆଉ କିଛି ନାହିଁ ଆପଣ ଲାଇସେନ୍ସ ଦେଖାନ୍ତୁ ଆଜ୍ଞା ଲାଇସେନ୍ସ ତ ଆମର ସବୁ ଲାଇସେନ୍ସ ଅଛି ନା ଏଇଟା ରସି ଲାଇସେନ୍ସ ମକା ଦୋକାନ କ'ଣ ଲାଇସେନ୍ସ ଦରକାର ଆପଣଙ୍କର ସିଝା ମକାର ନା ଦରକାର ଏଇଟା 6 ମାସର ମକା
এটা 6 মাসে সিজাই জিনিসটা ଆପଣ ଚିନ୍ତା করুন 6 ମାସ କେବେ କିଏ ମକା ସିଝେଇ ବିକିପାରେ କି? ଫାଇନ୍ କଲେ କି 500 ଟଙ୍କା ଫାଇନ୍ କରିଛନ୍ତି। ଦେଲେ ମୋମୋ ଖରାପ ଥିଲା ଆପଣଙ୍କର ଆଜ୍ଞା କହୁଥିଲେ ମୋମୋ କ'ଣ ଖରାପ ଅଛି ବୋଲି ମୋମୋଟା ମୋର ନୁହଁ ମୋ ସାଇଜ୍ ପକେଇଛି ସେ 4 ଦିନ ପକେଇଛି ସେ କହୁଛି ମୋମୋ ଯାହାର ରଖି ତାର ବିଲ୍ ରଖନ୍ତୁ ଯଦି ତାର ସେ ରଖିନି ବିଲ୍ ସେ କହୁଛି ତାର ଫାଇନ୍ ନେଲେ ସେ ଅଲଗା କଥା ଆପଣ ମୋମୋ ବିକୁଥିଲେ ନା ନା ଆମେ ବିକୁଛୁ ଆମର ସିଝା ଛୋଟ ମକା